ପୂଜା ଗଜାନନ, ବିଦ୍ୟାଦାୟିନୀ ମା ସରସ୍ୱତୀ, ପରମ ବ୍ରହ୍ମା ଓମ୍, ଜଗତରନାଥ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀ ମା ସୁଭଦ୍ରାଙ୍କ ନିକଟରେ ମୁଁ ମୋର କୋଟି ପ୍ରଣାମ ଜଣାଇ ମୁଁ ମୋର ବକ୍ତବ୍ୟ ଆରମ୍ଭ କରିବାକୁ ଯାଉଅଛି। ମୁଁ ଆଜି ଉପେନ୍ଦ୍ର ଭଞ୍ଜଙ୍କର ସାହିତ୍ୟ ଅବଦାନ ବିଷୟରେ କିଛି କହିବାକୁ ଯାଉଅଛି। ଆମ ଓଡ଼ିଶାରେ ଗଞ୍ଜାମ ଜିଲ୍ଲା, ଗଞ୍ଜାମ ବୋଲି ଗୋଟେ ଜିଲ୍ଲା ଅଛି। ତାହା ମଧ୍ୟରେ ଘୁମୁସର ବୋଲି ଗୋଟେ ରାଜ୍ୟ ଥିଲା। ଘୁମୁସରରେ ପ୍ରାୟ 18ଟି ଗଡ଼ ଥିଲା। ସେଠାରେ ଜଣେ ରାଜା ଧନଞ୍ଜୟ ଭଞ୍ଜ ନାମରେ ନାମିତ ଥିଲେ। ସେ ସାହିତ୍ୟକୁ ବେଶ ଭଲ ପାଉଥିଲେ। ସେ ଯେତିକି ରାଜ ସିଂହାସନ ପ୍ରତି ଆକୃଷ୍ଟ ନଥିଲେ, ସେ ସାହିତ୍ୟ ଉପରେ ବହୁତ ଆକୃଷ୍ଟ ଥିଲେ। ସେ ରାମଚରିତ ଓ ଅନଙ୍ଗ ରେଖା ପରି ବିଭିନ୍ନ ପ୍ରକାର କାବ୍ୟ ରଚନା କରିଥିଲେ। ସେ ତାଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ନୀଳକଣ୍ଠ ଭଞ୍ଜ ରାଜସିଂହାସନ ଆରୋହଣ କଲେ। ସେ ପ୍ରାୟ 2 ବର୍ଷ ମାତ୍ର ରାଜସିଂହାସନ ଆରୋହଣ କରିଛନ୍ତି। ସେ ଗୃହଶତ୍ରୁମାନଙ୍କୁ ଭୟ କରି ଗଞ୍ଜାମ ଜିଲ୍ଲାକୁ ଛାଡ଼ି ଚାଲିଗଲେ। ସେ ନାନା ସ୍ଥାନରେ ବୁଲି ଶେଷରେ ନୟାଗଡ଼ ଜିଲ୍ଲାରେ ସ୍ଥାନ ଅଧିକାର କଲେ। ତାଙ୍କର 1670 ଖ୍ରୀଷ୍ଟାବ୍ଦରେ ଉପେନ୍ଦ୍ର ଭଞ୍ଜ ନାମରେ ଜଣେ ପୁତ୍ର ଜନ୍ମ ହେଲେ, ଯାହାକୁ ଆମେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ନାମରେ ଜାଣିଛୁ। ସେ ତାଙ୍କ ଜେଜେବାପା ଓ ପିତାଙ୍କ ଠାରୁ ସାହିତ୍ୟ ବିଷୟରେ ବେଶ ଜାଣିଥିଲେ। ସେ ମଧ୍ୟ ଯେତେବେଳେ ରାଜସିଂହାସନ ଆରୋହଣ କରିଥିଲେ, ସେ ରାଜସିଂହାସନ ପ୍ରତି ଆକୃଷ୍ଟ ନଥିଲେ। ସେ କେବଳ ସାହିତ୍ୟ ହୋଇ ରହୁଥିଲେ। ସେ ସବୁବେଳେ ଚାହାନ୍ତି ମୁଁ କିପରି ଲୋକମାନଙ୍କୁ ଭଲ ଆଦେଶ ଦେଇ କେମିତି ସାହିତ୍ୟକୁ ଅଗ୍ରଣୀ କରିବାକୁ ଚେଷ୍ଟା କରିବି। ସେ ସେଥିପାଇଁ ବିଭିନ୍ନ ପ୍ରକାର କାବ୍ୟ ମଧ୍ୟ ରଚନା କରିଛନ୍ତି, ଯେପରି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ବୈଦେହୀ ବିଳାସ ପରି ବିଭିନ୍ନ ପ୍ରକାର କାବ୍ୟ ରଚନା କରିଛନ୍ତି। ସେ ସବୁବେଳେ କୁହନ୍ତି ଯେ ଆମେ ଆମ ଓଡ଼ିଆ ଭାଷାକୁ ଅଗ୍ରଣୀ କଲେ ଆମର ନିଜର ଉନ୍ନତି ଘଟିବ। ଆମେ ଲୋକମାନେ ଯେତେବେଳେ ବାହାର ଦେଶକୁ ଯାଆନ୍ତି, ପ୍ରାୟ ଲୋକମାନେ ବାହାର ଦେଶକୁ ଯିବା ପରେ ନିଜ ମାତୃଭାଷାକୁ ଭୁଲି ଯାଆନ୍ତି। ଆମେ କିନ୍ତୁ ନିଜ ମାତୃଭାଷାକୁ ବଜାଇ ରଖିବା ପାଇଁ ସବୁବେଳେ ଚେଷ୍ଟା କରିବା। ସେ ମାତ୍ର 50 ବର୍ଷ ବୟସ ମଧ୍ୟରେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତା ପୂର୍ବରୁ ସେ ଜେମା ନାମକ ବାଣପୁରର ଜଣେ ରାଜା ଙ୍କ ଝିଅ ଜେମା ନାମକ ଝିଅଙ୍କୁ ବିବାହ କରିଥିଲେ। ତାଙ୍କ ପତ୍ନୀ ମଧ୍ୟ ସାହିତ୍ୟକୁ ବେଶ ଭଲ ପାଉଥିଲେ। ତାଙ୍କ ଜୀବନକୁ ଗୋଟେ ଏହିପରି ଜୀବନସାଥୀଟେ ମିଳିଥିବାରୁ ସେ ନିଜକୁ ବହୁତ ଧନ୍ୟ ମନେ କରିଥିଲେ। ଯେ ସେ ଚାହୁଁଥିଲେ ମୁଁ ଯେପରି ମୋ ସାହିତ୍ୟକୁ ଅଗ୍ରଣୀ କରିବାକୁ ଚେଷ୍ଟା କରୁଛି, ମୋ ଜୀବନସାଥୀକୁ ଗୋଟେ ଏପରି ଜୀବନସାଥୀଟେ ମିଳିଲେ ଯେପରି ସିଏ ମୋତେ ସହଯୋଗ କରି ଆମ ସାହିତ୍ୟ ଭାଷାକୁ ଅଗ୍ରଣୀ କରିବାକୁ ଚେଷ୍ଟା କରିବେ। ସେ ସବୁବେଳେ ଆମ ସାହିତ୍ୟ ଭାଷାକୁ କିପରି ଅଗ୍ରଣୀ କରିବେ ବୋଲି ଚେଷ୍ଟା କରନ୍ତି। ସେ କାବ୍ୟ ରଚନା କରିବା ସହିତ ବିଭିନ୍ନ ପ୍ରକାର ଛାନ୍ଦ ମଧ୍ୟ ରଚନା କରନ୍ତି, ଯେପରି କୁଞ୍ଜବନେ, କଳାନିଧି ପରି ବିଭିନ୍ନ ପ୍ରକାର ସଙ୍ଗୀତ ବା ଛାନ୍ଦ ତିଆରି କରିଛନ୍ତି। ସେହି ଛାନ୍ଦକୁ ନେଇ କେତେକ ନୃତ୍ୟକାରମାନେ ସେହି ଗୀତରେ ନୃତ୍ୟ ପରିବେଷଣ ମଧ୍ୟ କରୁଛନ୍ତି। ମୋତେ ଆଜି ଭଞ୍ଜଙ୍କ ବିଷୟରେ କିଛି କହିବାର ଉପଦେଶ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଜୟ ହିନ୍ଦ।